ଦିବ୍ୟ ସମାଚାର ଶ୍ରୀମା ଶ୍ରୀବଂଶ ଘଟିତ 247 ସତ୍ୟକାଣ୍ଡ। ମୂଳ ରଚନା ଶ୍ୟାମ କୁମାରୀ, ରୂପାନ୍ତର ଧ୍ରୁବଚରଣ ହୋତା। ଦିବ୍ୟ ବିଧାନ। ଏଫ୍ ଆଫ୍ରିକାରେ ରହୁଥାନ୍ତି। ସେ ଶ୍ରୀମାଙ୍କର ଭକ୍ତ। ଗୋଟିଏ ଫଟୋଗ୍ରାଫ ସ୍ଲାଇଡ୍ସ କ୍ରୟ କରି ଆଶ୍ରମକୁ ନିବେଦନ କରିବା ପାଇଁ ତାଙ୍କର ଇଚ୍ଛା। ଫଳରେ ଆଶ୍ରମରେ ଶ୍ରୀମାଙ୍କର ଫଟୋଗ୍ରାଫିକ ସ୍ଲାଇଡ୍ ସହଜରେ ତିଆରି କରାଯାଇ ହେବ। ଗୋଟିଏ ଆମେରିକୀୟ କମ୍ପାନୀକୁ ଏ ବିଷୟରେ ସେ ଲେଖିଥିଲେ। ତାଙ୍କ ନିକଟକୁ ଗୋଟିଏ ବ୍ରୋଚର ଆସିଲା। ସେଥିରେ ମେସିନର ମୂଲ୍ୟ ଖୁବ୍ ବେଶୀ ଦେଖି ଏଫ୍ ଡରିଗଲେ। ସେ ଫାର୍ମଟିକୁ ଲେଖି ଜଣାଇଲେ, ମେସିନଟି ଶ୍ରୀଅରବିନ୍ଦ ଆଶ୍ରମ ଶ୍ରୀମାଙ୍କ ନିମନ୍ତେ କ୍ରୟ କରାହେବ। ଏତିକି ଜାଣିବା ପରେ କମ୍ପାନୀରୁ ତାଙ୍କ ନିକଟକୁ ତୁରନ୍ତ ଗୋଟିଏ ଚିଠି ଆସିଲା, ଯେଉଁଥିରେ ଲେଖାଥିଲା, ମେସିନର ଦାମ ଶତକଡ଼ା 30% କମ୍ କରି ଦିଆଯିବ ଓ ଅର୍ଡରକୁ ଅପେକ୍ଷା ନ କରି କୌଣସି ଅଗ୍ରିମ ନ ନେଇ ମେସିନଟି ପଠାଇ ଦିଆଗଲା। ମେସିନର ସମସ୍ତ କାଗଜପତ୍ର ଓ ମେସିନ ଆସୁଥିବା ସମ୍ବାଦ ପାଇ ଏଫ୍ ହଡ଼ବଡ଼ ହୋଇଯାଇଥିଲେ, କାରଣ ତାଙ୍କର ମନେ ହେଲା ତାଙ୍କୁ ବହୁତ ବେଶୀ କଷ୍ଟମ ଡ୍ୟୁଟି ଦେବାକୁ ପଡ଼ିବ। ଆଗରୁ ଜିଏସଟି ନଥିଲା, ତେଣୁ କଷ୍ଟମ ଡ୍ୟୁଟି ଯୋଉ ପଡୁଥିଲା ସେଥିରେ ବହୁତ ପଇସା ପଡ଼ିଯାଉଥିଲା। କାରଣ ତାଙ୍କର ମନେ ହେଲା ତାଙ୍କୁ ବହୁତ ବେଶୀ କଷ୍ଟମ ଡ୍ୟୁଟି ଦେବାକୁ ପଡ଼ିବ। ଆଫ୍ରିକାର କଷ୍ଟମ ଚେକିଂ ଅଫିସର ତାଙ୍କୁ ପଚାରିଲେ, ଏହି ପାର୍ସଲ ମଧ୍ୟରେ କ'ଣ ଅଛି? ଏଫ୍ ଥରିଲା ଗଳାରେ କହିବାକୁ ଲାଗିଲେ, ଏହା ମଧ୍ୟରେ ଫଟୋଗ୍ରାଫ ଓ ଫଟୋଗ୍ରାଫିକ ଜିନିଷପତ୍ର ଅଛି। କଷ୍ଟମ ଅଫିସର ତାଙ୍କ କଥାରେ ବିଶ୍ୱାସ କରିଗଲେ ଓ ତାଙ୍କ ତରଫରୁ କଷ୍ଟମ ଫର୍ମ ନିଜ ହାତରେ ପୂରଣ କରିଦେଲେ ଓ କଷ୍ଟମ ଡ୍ୟୁଟି ସ୍ଥାନରେ କେବଳ ଫଟୋଗ୍ରାଫ ଜିନିଷ ଲେଖି କିଛି କଷ୍ଟମ ଡ୍ୟୁଟି ପଡ଼ିବ ନାହିଁ ବୋଲି ଲେଖିଦେଲେ। ଏତେ ବଡ଼ ପାର୍ସଲଟିକୁ କାର୍ ନିକଟକୁ ଆଣିବାକୁ ଏଫ୍ଙ୍କର ହାତ ଥରି ଯାଉଥାଏ। ଏହାପରେ ଆସିଲା ଭାରତୀୟ କଷ୍ଟମ। କଷ୍ଟମ ଅଫିସର ତାଙ୍କୁ ଅପେକ୍ଷା କରିଥିଲେ। ଏହା ମଧ୍ୟରେ ଏଫ୍ ମେସିନଟି ସମ୍ବନ୍ଧରେ ଶ୍ରୀମାଙ୍କୁ ଜଣାଇ ଦେଇଥିଲେ ଓ ତାହାକୁ ସଙ୍ଗରେ ଆଣି ଭାରତକୁ ଆସୁଥିବା କଥା ମଧ୍ୟ ସେଥିରେ ଲେଖି ଦେଇଥାନ୍ତି। ଏହା ଗୋଟିଏ ବଡ଼ ଟ୍ରଙ୍କ ମଧ୍ୟରେ ପ୍ୟାକ୍ ହୋଇଥାଏ। କଷ୍ଟମ ଅଫିସର ଏଫ୍ ସଙ୍ଗରେ ଆଣିଥିବା 5 କିମ୍ବା 6 ଖୁବ୍ ବଡ଼ ବଡ଼ ଟ୍ରଙ୍କ ଖୋଲି ଦେଖିଲେ, କିନ୍ତୁ ଯେଉଁ ଟ୍ରଙ୍କଟି ମଧ୍ୟରେ ସେଇ ଫଟୋ ମେସିନଟି ରହିଥାଏ ତାହାର ଚାବିଟି କେଉଁଠାରେ ରହିଯାଇଥିଲା। ଏ ପକେଟ ସେ ପକେଟ ଖୋଜାଖୋଜି କରି ପାଇପାରିଲେ ନାହିଁ। ଚାବିଟା କେଉଁଠାରେ ଭୁଲରେ ରହିଯାଇଥାଏ, ଜାଣିଶୁଣି ସେପରି ଗାଲୁଆ କାମ ସେ କରୁନଥିଲେ। କଷ୍ଟମ ଅଫିସର ଯେତେବେଳେ ଦେଖିଲେ ଏଫ୍ ଚାବି ଖୋଜି ଖୋଜି ପାଇପାରୁନାହାନ୍ତି, ସେ କହିଲେ, ଏଥିରେ କିଛି ଯାଏ ଆସେ ନାହିଁ, ଆପଣ କିଛି ଡ୍ୟୁଟି ଦେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସୁଦ୍ଧା ସେଇ ମେସିନଟି ଆଶ୍ରମରେ ଅଛି। ତେଣୁ ଏ ବିଷୟର ନାଁଟି ସେ ଦେଇଛନ୍ତି ଦିବ୍ୟ ବିଧାନ। ତାମାନେ ସେ ବିନା ପଇସାରେ ସେ ଶତକଡ଼ା 30 କମ ରେ ଦିଆଯିବ ବୋଲି ଲେଖିଥିଲେ, କିନ୍ତୁ କୌଣସି ଅଗ୍ରିମ ପାଇନାହାନ୍ତି, ଅର୍ଡର କନଫର୍ମ ହେଇନାହିଁ, କିନ୍ତୁ ସେ ମେସିନଟି ପଠେଇଦେଲେ। ଏଠି ବି ଯୋଗକୁ ଦେଖନ୍ତୁ ଯେ ଆଫ୍ରିକାର କଷ୍ଟମ ଚେକିଂ ଅଫିସର ବି କଷ୍ଟମ ଡ୍ୟୁଟି ନେଲେ ନାହିଁ। ଇଣ୍ଡିଆନ ଅଫିସର ବି ଯେତେବେଳେ ସେ ଦେଖିଲେ, ସେ ଖୋଲିକି ଚେକ୍ କଲେ, ସେ ସେଠି କିଛି ଖୋଲିକି ଚେକ୍ କଲେନି, ଛାଡ଼ିଦେଲେ। ଏଠି ସେ ଖୋଲିକି ଚେକ୍ କଲେ ମଧ୍ୟ ଯୋଗକୁ ସେଇ ଯୋଉଠି ମେସିନ ଥିଲା ସେଇଟା ଚାବି ମିଳିଲାନି। ଏଇଠି ଆମେ ଏବେ ଅନେକ ଦିନ ପୂର୍ବରୁ ଷ୍ଟେସନରୁ ଥରେ ଷ୍ଟୋରର ଜିନିଷ ପତ୍ର ଆଣୁଥାଉ, ସେତେବେଳେ ସେମାନେ ସବୁ ଠିଆ ହେଇଯାଇଛନ୍ତି ଚେକ୍ କରିବା ପାଇଁ ଯେ ଏତେ ଗୁଡ଼ାଏ ପେଟି ସେ କାହିଁକି ପାର୍ସଲରେ ନ ଆସିବ, ଏଥିରେ ଆସିବ, ଏଗୁଡ଼ା ସବୁ ସେମାନେ ଧରନ୍ତି। ଯେହେତୁ ଆମ ପାଖରେ ଅନେକ ଲୋକ ଯାଇଥାନ୍ତି, ତେଣୁ ସମସ୍ତଙ୍କ ଲୋକ ପାଖରେ ଜଣେ ଜଣେ ଗୋଟେ ଗୋଟେ ପେଟି ଆଣିଲେ ବି ଆକ୍ଚୁଆଲି ଦେଖିବାକୁ ଗଲେ ପଡ଼ିବା କିଛି ଅସୁବିଧା ନାହିଁ। କିନ୍ତୁ ତା ଭିତରେ ଆମେ ସବୁ ବଡ଼ ବଡ଼ ପେଟି ଧରିକି ଆସୁଛୁ। ଗୋଟେରେ ଫଟୋ ଅଛି, ଧୂପ ଫୁପ ସବୁ ଆସୁଛୁ। ତା ଭିତରେ ଆମକୁ ଧରିକି ଆସୁଛୁ, ସେଠି ଧରିଲେ
କଣ କିରେ ଏଥିରେ? ଆମେ କହିଲୁ ଆଜ୍ଞା ଆଉ ମାଙ୍କର ଫଟୋ ଅଛି। ତାଙ୍କୁ କଣ ଶୁଭିଲା? ତାଙ୍କୁ ଶୁଭିଲା ଫ୍ଲାଇଟ। କହୁଛି ଓ ଏଗୁଟା ଫ୍ଲାଇଟ ରେ ଆସିଛି। ହଉ ତାହେଲେ ଠିକ ଅଛି, ଯାଅ ଯାଅ ନେଇଯାଅ। ତେଣୁ କଥାଟି ହଉଛି, କାନକୁ କଣ ଶୁଭିବ ତାହା ଦିବ୍ୟ ବିଧାନ ନିର୍ଦ୍ଧାରଣ କରିଥାନ୍ତି। କିନ୍ତୁ ଏଠି ଆଉ ଗୋଟେ ଜିନିଷ ବି ମନେ ରଖିବେ, ଏଇଟାର ଅର୍ଥ ନୁହେଁ ଯେ ଆମେ ଶୃଙ୍ଖଳାହୀନ ହବା। ଏଇ କଥାଟି ଏଠି କୁହାଯାଇନାହିଁ। ଅନେକ ସମୟରେ ଲୋକ ଶୃଙ୍ଖଳାହୀନତା ଏଇଥିରୁ ଗ୍ରହଣ କରନ୍ତି ଯେ ନା ଏମିତି ଚଳେଇଦବା।